କୁହନ୍ତି ଏଇଟା କ'ଣ ମାନେ ସତ ସତ ପରା। କେମିତି କେମିତି ସେଦିନ ସମୁଦ୍ର ଆସିବ ବୋଲି ସମୁଦ୍ର ହେଇଗଲି ଏଇ ପଳେଇଲା ତଣ୍ଡାକୁ। ହଁ ଏଇ ମଉସା ହଁ ହଁ ଇଏ ସମୁଦ୍ର ବନ୍ତରେ ଥିଲା। କ'ଣ କରୁଥିଲେ ନଈ ଏପଟେ ସେପଟେ ସମୁଦ୍ର ମଝିରେ ହିଁ ଥିଲା। କ'ଣ କରୁଥିଲେ ଥାଇ ସୁତି ପକାଇବାକୁ ଯାଇଥିଲା। ହଁ ହଁ ସୁତି ପକେଇବାକୁ ଯାଇଥିଲେ ଠିକ୍ ଅଛି ଖେପା ନା ସୁତି ସୁତି ସେ ଏକା କଥା। ଦୁଇଟା ନେଇକି ଯାଇଥିଲେ ହଁ ସିଏ ଯେତେବେଳେ ସମୁଦ୍ର ଆସିଲା ଘୁ 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 ହେଇକିରି ହଁ କେବଳ ୟା ଚାରିପଟ ଶୁଖିଲା। ହଁ ପାଣି ଆସିଲା ସମୁଦ୍ର ଏମିତି ଆସିଲା ଯେ ଝାଉଁ ଗଛ ହକିଲାରେ ଦଳ ଲାଗି କଲିକତା କାହିଁକି ଦର୍ଶନ କରିକିରି ହଁ ଫେଣି ଫେରିଲା ସେଇ ରାତି ଭିତରେ ସେଇ ରାତି ଭିତରେ। ଆମେ କହିଲୁ ଆଉ କାମ ନାହିଁ ଆଉ ମାନେ ଟୋଟାଲ ଭାସିଯିବା ଆଉ ଆମେ କହିଲୁ ସେ ନାହିଁ ଆଉ ତାକୁ ପାଇବାନି ତାକୁ କାହିଁ ଖୋଜିବାକୁ ଯିବା ଆଉ। ଫେଣି ଭୋର ଭୋର ଆସି ପହଞ୍ଚିଲା। ବୁଢ଼ା ଦେଖିଲା ବେଳକୁ ଶୋଇଛି ଶୁଖିଲା ଆଉ କହିଲା ମୋ ପାଖରେ କିଛି ପାଣି ନାହିଁ। ନାଇଁ ଆମେ 7 ଜଣ ଥିଲୁ ନା କେତେ ଜଣ ଏକାଠି ଥିଲୁ 7 ଜଣ। 7 ଜଣ ଯାଇକି ଦେଖିଲ ଯେ ସମୁଦ୍ର ଉପରକୁ ଉଠିକି ଗଲା ହଁ ସମୁଦ୍ର ଉପରକୁ ଉଠିକି ଗଲା ପୁରା ତ ଏକାଥରେ ସମୁଦ୍ର ବନ୍ଧ ସବୁ ଛତିଶା ଦଶ ଦେଇଗଲା। କେବଳ ଇଏ ଠିଆ ହେଇଛି ଶୁଖିଲାରେ 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 ଆମେ ମୁହାଣ ଝାଉଁ ଗଛ ହକିଲାରେ ଦଳ ଲାଗିଛି। ସକାଳୁ ଆମେ ଯେତେବେଳେ ମାନେ ଫେର ସବୁ ତଳ ଗଛରେ ଲାଗିଥିଲା ନା ଗୋଟେ ସବୁ ଗଛରେ ହଁ ସବୁ ଗଛରେ ଠିକ୍ ଅଛି ଆଉ ସମୁଦ୍ର ଟାରେ ନଈ ପଟେ ଦଳ ଅଛି ଘାସ ଘୁସା ଦଳ ଫଳ କିଆ ପୋହା ସବୁ ଲାଗିଛି ନା ଆଇଲା ସବୁ। ସେ କେତେ ବର୍ଷ ଖଣ୍ଡେ ହବ ହଁ ହେଇଯିବ 10-12 ବର୍ଷ ଖଣ୍ଡେ ହେଇଯିବ ରେ 10-15 ବର୍ଷ ଖଣ୍ଡେ ହେଇଯିବ 16-15 ବର୍ଷ ପାଖାପାଖି ଆଉ ସମୁଦ୍ର ଯାଇଥିଲା ମା କାଳିକି ଦର୍ଶନ କରିବାକୁ। ମଉସା ଆମର ମାଛ ଧରିବାକୁ ଯାଆନ୍ତି ଦେଖିନ୍ତି। ଇଏ ବି ବାତ୍ୟା ସ୍ଥଳୀ ଗୋଟେ ଇଏ ବି ପାଖାପାଖି ହେଇଛି ଆମର ସେଇଟା ତ ଆଲୋଚନା ହେଇଥିଲା ଆଉ। ଆଚ୍ଛା ଆଚ୍ଛା।